ବାପା କେବଳ ଏକ ମଣିଷ ନୁହନ୍ତି, ଚଳନ୍ତି ଈଶ୍ୱର ଚରିତ୍ର ନିର୍ମାଣର। ବାପା ଯଦି ଥାନ୍ତି ମା ହାତରେ ଶଙ୍ଖା ଥାଏ, ମା ମଥାରେ ସିନ୍ଦୁରର ଅଧିକାର ଥାଏ। ବାପା ମାକୁ ମା ଢାକିବାର ପରିଭାଷା ମାତୃତ୍ୱ ଦିଅନ୍ତି। ବାପା ବାପା ଦୁଇଟି ଅକ୍ଷର ହୃଦୟ ସମାହିତ, ବାରେ ଭାଇ ପାରେ ପାଣି ପଞ୍ଚଭୂତର ଅର୍ଦ୍ଧତତ୍ତ୍ୱ କିନ୍ତୁ ଆପ ଏକ ମରୁତ ବ୍ୟୋମ ଦୁଇଟି ତତ୍ତ୍ୱ ସମାନ୍ତ ବାପା ଭିତରେ ସେଇଭଳି ଏକ ଶୀର୍ଷକ କବିତା ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି ବଡ ଭାଇ ଦକ୍ଷିଣୀ। ମୋ କବିତାର ଶୀର୍ଷକ ବାପା ତମେ ଫେରନ୍ତନି। ବାପା ତମେ ଫେରନ୍ତନି, ମୋ ଦିଗହରା ଗୋଲାର୍ଦ୍ଧରେ ଧ୍ରୁବ ତାରାଟିଏ ହୋଇ, ଅଚିହ୍ନା ଭିଡ଼ ଭିତରେ ଚିହ୍ନା ମୁହଁଟିଏ ହୋଇ, ଅନ୍ଧାରୀ ଇଲାକାରେ ଜ୍ୟୋତ୍ସ୍ନା କିରଣଟେ ହୋଇ, ଟଳମଳ ହେଉଥିବା ମେରୁଦଣ୍ଡ ବିହୀନ ଘରେ ମୋ ଲୁହାଠାରୁ ଶକ୍ତିଶାଳୀ ମଝି ଖମ୍ବଟିଏ ହୋଇ। ବାପା ତମେ ଫେରନ୍ତନି। ବାପା ତମେ ଫେରନ୍ତନି, ପୁଣି ଥରେ ମୋ ପରିବ୍ୟାପ୍ତ ଇଲାକାରେ ସଂସ୍କାର ଆଉ ସଂସ୍କୃତି ଧସ୍ତାଧସ୍ତି ବେଳେ ଶାନ୍ତି ଆଉ ଅଶାନ୍ତିର ମଧୁମିଳନରେ ଅସ୍ତବ୍ୟସ୍ତ ହେଉଥିବା ଅର୍ଦ୍ଧଦଗ୍ଧ ମନେ ସାଜନ୍ତନି ଅମୃତ ସ୍ପନ୍ଦନ ଏଇ ଜନ୍ମେ ବାକି ଦିନ ଜୀଇଁବା କାଳରେ। ବାପା ତମେ ଫେରନ୍ତନି। ବାପା ତମେ ଫେରନ୍ତନି, ସମ୍ପର୍କର ଅବ୍ୟକ୍ତ ପୃଷ୍ଠାରେ ସ୍ୱର୍ଣ୍ଣିମ ସନ୍ତକଟେ ହୋଇ, ସ୍ନେହ ଆଉ ଶୃଙ୍ଖଳାର ପ୍ରତିଛବି ହୋଇ, ଦିଅନ୍ତନି ଉପଦେଶ ଆଦେଶର ଛାଟ, ଶିଖାନ୍ତନି ଚାଲିବାର ବାଟ, ଦିଅନ୍ତନି କାନ ମୋର ମୋଡ଼ି, ଦିଅନ୍ତନି କାନ ମୋର ମୋଡ଼ି, ଧାଇଁ ଆସନ୍ତି ଦୁନିଆର ଅବାଟକୁ ଛାଡ଼ି, ତୋଳି ଦିଅନ୍ତି ସୁଖ ଶାନ୍ତିର ଇମାରତଟିଏ, ଦିନେ କି ଦିଦିନ ନୁହଁ, ଦିନେ କି ଦିଦିନ ନୁହଁ, ଜୀବନରେ ବଞ୍ଚିଥିବା ଯାଏ। ବାପା ତମେ ଫେରନ୍ତନି। ବାପା ତମେ ଫେରନ୍ତନି, ମୋ ଜୀବନ ଅଧୁରା ବାଟରେ ଝଙ୍କାଳିଆ ବରଗଛ ହୋଇ, ବାଟ ଚାଲି ଠକି ପଡ଼ିଗଲେ ଆଶ୍ରୟ ହୁଅନ୍ତା ସେଇ ବରଗଛ ଛାଇ। ସାଜନ୍ତନି ଜିଅନ୍ତା ଠାକୁର ପୁଣି ଥରେ ଚାପୁଡ଼ାଟେ ଦେଇ ଆକଟ କରିଲେ ମୋତେ ବାକି ଜୀବନରେ ଏଇ ରକ୍ତ ଏଇ ମାଂସ ହାଡ଼ର ଶରୀର ସମର୍ପି ଦିଅନ୍ତି ସମାଜକୁ ତୁମ ଆଶିଷରେ, ସମର୍ପି ଦିଅନ୍ତି ସମାଜକୁ ତୁମ ଭରସାରେ, ସମର୍ପି ଦିଅନ୍ତି ସମାଜକୁ ତୁମ ଆଶିଷରେ। ଧନ୍ୟବାଦ।